ସମସ୍ତଙ୍କୁ ମୋର ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ଆମେ ଓଡ଼ିଆ ପେଡାଗୋଜିର 91 କ୍ୱେଶ୍ଚନ୍ ନମ୍ବରରୁ ଆଲୋଚନା କରିବା। 91 କ୍ୱେଶ୍ଚନ୍ କ'ଣ ରହିଛି ପ୍ରଶ୍ନ? ଅନ୍ତଃରାଷ୍ଟ୍ରୀୟ ଭାଷାର କାର୍ଯ୍ୟ। ଅପସନ୍ ନମ୍ବର ଏ ବିଭିନ୍ନ ରାଷ୍ଟ୍ରର ଏକୀକରଣ, ବି ବିଭିନ୍ନ ପ୍ରଦେଶମାନଙ୍କୁ ଏକାଠି କରିବା, ସି ଶାନ୍ତି ସ୍ଥାପନ କରିବା, ଡି ବିଚାରର ଆଦାନ ପ୍ରଦାନ କରିବା। ଏହାର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ, ବିଭିନ୍ନ ରାଷ୍ଟ୍ରର ଏକୀକରଣ। ନେକ୍ସଟ କ୍ୱେଶ୍ଚନ୍ 92, ନିମ୍ନଲିଖିତ କେଉଁ ବିଧିରେ ବ୍ୟାକରଣର ସିଦ୍ଧାନ୍ତଗତ ଜ୍ଞାନ ଉପରେ ଜୋର ନ ଦେଇ ବ୍ୟବହାରିକ ପକ୍ଷ ଉପରେ ଅଧିକ ଜୋର ଦିଆଯାଏ? ଆଗମ ବିଧି, ନିଗମ ବିଧି, ଆଗମନ ନିଗମନ ବିଧି, ଭାଷା ସଂସର୍ଗ ବିଧି। 92ର କରେକ୍ଟ ଆନ୍ସର୍ ହେଇଗଲା ଅପସନ୍ ନମ୍ବର ଡି, ଭାଷା ସଂସର୍ଗ ବିଧି। 93 ନମ୍ବର କ୍ୱେଶ୍ଚନ୍, ଯେଉଁ ଶବ୍ଦରେ ଲିଙ୍ଗ, ବଚନ, କ୍ରିୟା ଆଦି ଅନୁସାରେ କୌଣସି ପରିବର୍ତ୍ତନ ହୁଏ ନାହିଁ ତାକୁ କ'ଣ କୁହନ୍ତି? ଅପସନ୍ ନମ୍ବର ଏ କ୍ରିୟା, ବି ଅବ୍ୟୟ, ସି କାରକ, ଡି ବିଶେଷଣ। ଅପସନ୍ ନମ୍ବର 93ର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, ଅବ୍ୟୟ। ନ ବ୍ୟୟ, ଅବ୍ୟୟ, ଅବ୍ୟୟରେ କିଛି ଲିଙ୍ଗ, ବଚନ, କ୍ରିୟା ଆଦି ଅନୁସାରେ କିଛି ପରିବର୍ତ୍ତନ ହୁଏ ନାହିଁ, ପରିବର୍ତ୍ତନ ନ ଭବତି। 94ର କ୍ୱେଶ୍ଚନ୍ ହେଲା, ମୂଲ୍ୟାଙ୍କନ ପ୍ରକ୍ରିୟାକୁ ତ୍ରିକୋଣମିତି ରୂପରେ ଡେସ୍କଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଛି। ଅପସନ୍ ନମ୍ବର ଏ ଡକ୍ଟର ବ୍ଲୁମ୍, ବି ପେଷ୍ଟୋଲୋଜି, ସି ରେମାଣ୍ଡ, ଡି ଟିପି ନନ୍। 94ର କରେକ୍ଟ ଆନ୍ସର୍ ହେଇଯିବ ଡକ୍ଟର ବ୍ଲୁମ୍। ନେକ୍ସଟ କ୍ୱେଶ୍ଚନ୍, କବିତା ଶିକ୍ଷଣର ଶେଷରେ ସ୍ୱର ପାଠର ସୋପାନର ଉଦ୍ଦେଶ୍ୟ? ଏ କାବ୍ୟମୟ ବାତାବରଣରେ ପାଠର ସମାପନ, ବି କାବ୍ୟ ପାଠର ଅଭ୍ୟାସ କରାଇବା, ସି କବିତା ଭାବ ସମ୍ବନ୍ଧରେ ଅବଗତ କରାଇବା, ଡି କାବ୍ୟ ପ୍ରତି ରୁଚି ଉତ୍ପନ୍ନ କରିବା। ଏହାର କରେକ୍ଟ ଆନ୍ସର୍ ହେଇଯିବ 95ର ଅପସନ୍ ନମ୍ବର ସି, କବିତା ଭାବ ସମ୍ବନ୍ଧରେ ଅବଗତ କରାଇବା। ସବୁବେଳେ କବିତା ଯଦି ଆସିଲା ଭାବ ବୋଲିକି ଆମେ ଦେଖିବା, ସବୁବେଳେ କବିତାରେ ଭାବ ହିଁ ଆସିଥାଏ ଆମକୁ ପ୍ରାୟତଃ। ତାପରେ ନେକ୍ସଟ କ୍ୱେଶ୍ଚନ୍, ବ୍ୟକ୍ତିର ଭିନ୍ନତା ଆଧାରିତ ଡେସ୍କ ଉପରେ? ଅପସନ୍ ନମ୍ବର ଏ ଦାର୍ଶନିକ ସିଦ୍ଧାନ୍ତ, ବି ରାଜନୈତିକ ସିଦ୍ଧାନ୍ତ, ସି ମନୋବୈଜ୍ଞାନିକ ସିଦ୍ଧାନ୍ତ, ଡି ସାମାଜିକ ସିଦ୍ଧାନ୍ତ। ଏହାର କରେକ୍ଟ ଆନ୍ସର୍ ହେଇଯିବ 96ର ସି, ମନୋବୈଜ୍ଞାନିକ ସିଦ୍ଧାନ୍ତ। ନେକ୍ସଟ କ୍ୱେଶ୍ଚନ୍ 97ର କ୍ୱେଶ୍ଚନ୍ କ'ଣ ରହିଛି? ରୂପରେଖ ଶିକ୍ଷଣ ବିଧି ଡେସ୍କ ସହ ସମ୍ବନ୍ଧିତ। ଏ ହେଲା ରଚନା ଶିକ୍ଷଣ, ବି କାହାଣୀ ଶିକ୍ଷଣ, ସି ବ୍ୟାକରଣ ଶିକ୍ଷଣ, ଡି ଗଦ୍ୟ ଶିକ୍ଷଣ। 97ର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ, ରଚନା ଶିକ୍ଷଣ। ନେକ୍ସଟ କ୍ୱେଶ୍ଚନ୍ 98, ଡେସ୍କ ବିଧିରେ ପଠନ ସମୟରେ ଗଦ୍ୟର ଗୁଣ ଦୋଷ ସମ୍ବନ୍ଧୀୟ ଆଲୋଚନା କରିବାକୁ ପଡ଼ିଥାଏ। 98ର ଅପସନ୍ ନମ୍ବର ଏ ବ୍ୟାସ, ବି ତୁଳନା, ସି ଖଣ୍ଡାନ୍ୱୟ, ଡି ସମୀକ୍ଷା। ଏହାର କରେକ୍ଟ ଆନ୍ସର୍ ହେଇଯିବ ଡି, 98ର କରେକ୍ଟ ଆନ୍ସର୍ ଡି, ସମୀକ୍ଷା। ନେକ୍ସଟ କ୍ୱେଶ୍ଚନ୍ 99, ମାଧ୍ୟମିକ ସ୍ତରରେ ଭାଷା ଶିକ୍ଷଣର ଉଦ୍ଦେଶ୍ୟ ଡେସ୍କ? ଅପସନ୍ ନମ୍ବର ଏ ଛାତ୍ରଙ୍କୁ ଦ୍ରୁତ ଗତିରେ ସ୍ୱର ତଥା ମୌନ ପାଠ କରିବାକୁ ପ୍ରେରଣା ଦେବା, ବି ସେମାନଙ୍କ ମଧ୍ୟରେ ଅଭିନୟ ସଂସଦର କ୍ଷମତା ଉତ୍ପନ୍ନ କରିବା, ସି ସେମାନଙ୍କୁ ବ୍ୟାକରଣରେ ଉଚ୍ଚ ଜ୍ଞାନ ପ୍ରାପ୍ତି କରାଇବା, ଡି ଉପରୋକ୍ତ ସମସ୍ତ। 99ର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି, ଉପରୋକ୍ତ ସମସ୍ତ। ନେକ୍ସଟ କ୍ୱେଶ୍ଚନ୍ 100, ଉଚ୍ଚ ମାଧ୍ୟମିକ ସ୍ତରରେ କବିତା ଶିକ୍ଷଣର ପ୍ରଣାଳୀ? ଏ ଅଭିନୟ, ବି ପ୍ରଶ୍ନୋତ୍ତର, ସି ଗୀତ, ଡି ଏମାନଙ୍କ ମଧ୍ୟରେ କୌଣସିଟି ନୁହେଁ। ଏଇଠି ଧ୍ୟାନ ଦେବାର ବିଷୟ ଅଛି ଉଚ୍ଚ ମାଧ୍ୟମିକ ସ୍ତର ବୋଲି କୁହାଯାଇଛି, ତାହେଲେ ଏଇଥିରେ ପ୍ରଶ୍ନୋତ୍ତର ବିଧି, ଦଣ୍ଡାନ୍ୱୟ ଖଣ୍ଡାନ୍ୱୟ ବିଧି ଥାଏ, ତ ସେଇ ଖଣ୍ଡାନ୍ୱୟ ବିଧି ଯେଉଁ ପ୍ରଶ୍ନୋତ୍ତର ମାଧ୍ୟମରେ ହିଁ ଖଣ୍ଡାନ୍ୱୟଟା ବି ହେଇଥାଏ। ତ ଆମେ ସେମିତି ଉଚ୍ଚ ମାଧ୍ୟମିକ ସ୍ତରରେ କବିତା ଶିକ୍ଷଣରେ ଆମେ ପ୍ରଶ୍ନୋତ୍ତର ପ୍ରଣାଳୀ ଉପଯୋଗ କରିଥାଉ। 101ର କ୍ୱେଶ୍ଚନ୍ ହେଲା, ବାଚନର ଶିକ୍ଷଣ ବିଧିକୁ ଡେସ୍କ କୁହାଯାଏ। ଅପସନ୍ ନମ୍ବର ଏ ପ୍ରାଚୀନ ଏବଂ ନବୀନ ପ୍ରଣାଳୀ, ବି ଆଧୁନିକ ପ୍ରଣାଳୀ, ସି ନବୀନ ପ୍ରଣାଳୀ, ଡି କୌଣସିଟି ନୁହେଁ। ଏହାର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ, ପ୍ରାଚୀନ ଏବଂ ନବୀନ ପ୍ରଣାଳୀ। ନେକ୍ସଟ କ୍ୱେଶ୍ଚନ୍ 102,
ध्वनि साम्य विधि द्वारा डेक्स। ऑप्शन नंबर ए उच्चारण तथा भाव व्यक्त शिक्षादान करिबा। बी ध्वनि रे समानता थिबा शब्द माननकु एका संगे शिक्षा दिया जाए। सी अनुकरण करिबा शिखा जाए। डी उपरोक्त मध्यरु कोनोसीटी नुहे। 102 रो ऑप्शन नंबर बी ध्वनि रे समानता थिबा शब्द माननकु एका संगे शिक्षा दिया जाए। नेक्स्ट क्वेश्चन 103 कंप्यूटर डेस्क प्रकारर सामग्री। दृश्य श्राव्य क्रिया सहायक साधन डी दृश्य श्राव्य। 103 रो ऑप्शन नंबर ए दृश्य सामग्री। प्रयोजन विधि रे शिक्षादान रो केंद्र डेस्क अटे। ऑप्शन नंबर ए प्रोजेक्ट, बी चार्ट, सी रेखाचित्र, डी कोनोसीटी नुहे। 104 रो क्वेश्चन रो आंसर हे ऑप्शन नंबर ए प्रोजेक्ट। नेक्स्ट क्वेश्चन 105 निम्नोक्त डेस्कटी गद्य शिक्षणर विधि अटे। ऑप्शन नंबर ए अर्थबोध विधि, बी गीत विधि, सी अभिनय विधि, डी खंडान्वय विधि। 105 रो करेक्ट आंसर हे अर्थबोध विधि। नेक्स्ट क्वेश्चन 106 भाषा शिक्षणर सामान्य उद्देश्य। ए हला छात्र मानक मध्य सृजनात्मक शक्तिर विकास करिबा। बी भावानुकूल भाषा प्रयोग स्वर निर्माण अंग संचालनर अभ्यास करिबा। सी छात्र मानक मध्य शुद्ध सरल स्पष्ट ढंगरे अभिव्यक्त करिबा पई योग्यता सृष्टि करिबा। डी उपरोक्त समस्त। भाषा शिक्षणर सामान्य उद्देश्य ही गला एठी उपरोक्त समस्त ऑप्शन नंबर डी। नेक्स्ट क्वेश्चन 107 रे कोन रहिछि व्याकरण शिक्षणर प्रकार डेक्स अटे। ऑप्शन नंबर ए औपचारिक व्याकरण पाठ, बी व्यावहारिक पाठ, सी प्रासंगिक व्याकरण पाठ, डी उपरोक्त समस्त। 107 रो करेक्ट आंसर हे जिवो हमर उपरोक्त समस्त। नेक्स्ट क्वेश्चन संप्रेषणर कुशलता बढ़े डेक्स द्वारा। ए धन, बी अंतःक्रिया, सी अनुभव, डी प्रशिक्षण। संप्रेषणर कुशलता बढ़े 108 ऑप्शन नंबर डी प्रशिक्षण द्वारा आमर संप्रेषणर कुशलता बढ़ी थाए। नेक्स्ट क्वेश्चन समवाय विधि व्यवहृत हुए डेक्स रे। ऑप्शन नंबर ए कहानी शिक्षण रे, बी कविता शिक्षण रे, सी एकांकिका शिक्षण रे, डी निबंध शिक्षण रे। 109 ऑप्शन नंबर डी हे जिवो करेक्ट आंसर निबंध शिक्षण रे। नेक्स्ट क्वेश्चन 110 उच्च प्राथमिक स्तर रे कहानी रचना पाई उपयोगी सामग्री। ऑप्शन नंबर ए कलापटा, बी फ्लैश कार्ड, सी चित्रकथा, डी उपरोक्त समस्त। 110 रो क्वेश्चन नंबर 110 रो आंसर हमर हे जिवो 110 रो आंसर हमर ऑप्शन डी उपरोक्त समस्त। नेक्स्ट क्वेश्चन शब्द व्याख्यार प्रमुख विधि। ये हला उद्बोधन विधि, बी प्रवचन विधि, सी स्पष्टीकरण विधि, डी उपरोक्त समस्त। 111 रो क्वेश्चन रो आंसर हे जिवो उपरोक्त समस्त। नेक्स्ट क्वेश्चन 112 हला व्यंजन वर्ग। व्यंजन वर्ग ए 5टी, बी 4टी, सी 3टी, डी 2टी। यार करेक्ट आंसर हे जिवो ए व्यंजन वर्ग 5टी। कचट तपजु 5टी। 113 नंबर क्वेश्चन विद्यालय पाठ्यक्रम रे मातृभाषार स्वरूप। ऑप्शन नंबर ए प्रथम स्वरूप रे यह निजे एक विषय अटे। द्वितीय स्वरूप रे यह अन्य विषय माननकु पढ़ाइबार माध्यम अटे। ए ओ बी उभय ठीक, डी ए ओ बी उभय भूल। यार करेक्ट आंसर हे जिवो 113 रो ऑप्शन नंबर सी ए ओ बी उभय ठीक। नेक्स्ट क्वेश्चन 114 1963 रे डी एलेन एवं तांकर सहयोगी माने करिथिले। कौन करिथिले? ऑप्शन नंबर ए शिक्षण प्रशिक्षण प्रविधिर विकास, बी प्रशिक्षण प्रविधिर विकास, सी शिक्षण प्रविधिर विकास, डी उपरोक्त कौनसीटी नुहे। 114 नंबर करेक्ट आंसर हे जिवो ऑप्शन नंबर ए शिक्षण प्रशिक्षण प्रविधिर विकास। आज एतिकी धन्यवाद।